ପବିତ୍ର ରଥଯାତ୍ରା ଉପଲକ୍ଷେ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ଆଜି ମୁଁ ଆପଣମାନଙ୍କ ସହିତ ସେୟାର କରିବି ପ୍ରଭୁ ଜଗନ୍ନାଥଙ୍କର 56 ଭୋଗ ଭିତରୁ ଗୋଟିଏ ଭୋଗ ହେଲା ମିଠା ଖୁଡ଼ମା। ଆଜି ମିଠା ଖୁଡ଼ମାର ରେସିପି ମୁଁ ଆପଣମାନଙ୍କ ସହିତ ସେୟାର କରିବି। ପୁରା ପରଫେକ୍ଟ ହେବ। ଆପଣମାନେ ବି ସମସ୍ତେ କରିକି ଠାକୁରଙ୍କ ପାଖରେ ପ୍ରସାଦ ଲଗାଇ ପାରିବେ। ମୁଁ ସସ୍ମିତା ଆପଣମାନଙ୍କୁ ସ୍ୱାଗତ କରୁଛି ମୋର ୟୁଟ୍ୟୁବ୍ ଚ୍ୟାନେଲରେ। ଯଦି ଭିଡ଼ିଓଟି ଭଲ ଲାଗିବ ପ୍ଲିଜ୍ ଭିଡ଼ିଓଟିକୁ ଲାଇକ୍ କରିଦେବେ, ଅନ୍ୟମାନଙ୍କ ସହିତ ସେୟାର କରିବାକୁ ଭୁଲିବେ ନାହିଁ, ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ତେବେ ଚାଲନ୍ତୁ ତିଆରି କରିବା ଷ୍ଟାର୍ଟ କରିବା। ଏଠି ମୁଁ ନେଇଛି 2 କପ୍ ମଇଦା, ମେଜରିଂ କପ୍ରେ ନେଇଛି ପାଖାପାଖି 250 ଗ୍ରାମର ମଇଦା। ଏଥିରେ ପକାଇ ଦେଇଛି 4 ବଡ଼ ଚାମଚ ଗୁଆ ଘିଅ, 1/4 ଟିସ୍ପୁନ୍ ଲୁଣ ପକାଇ ନେବା। ଭଲ ଭାବରେ ଘିଅଟାକୁ ମଇଦାରେ ମିଶାଇ ଦେବା। ଏତେ ବଢ଼ିଆ ଭାବରେ ମିଶାଇ ଦିଅନ୍ତୁ। ଦେଖିବେ ମିଶାଇଲା ପରେ ବାଇଣ୍ଡିଂ ହେଉଛି କି ନା ଏମିତି ମୁଠା କରିକି ଦେଖିବେ। ଦେଖନ୍ତୁ ବାଇଣ୍ଡିଂ ହେଉଛି, ଜାଣିବେ ଯେ ଘିଅର ଆମାଉଣ୍ଟ ଠିକ୍ ଅଛି। ଯଦି ବାଇଣ୍ଡିଂ ହେଉନଥିବ ତାହେଲେ ଆଉ ଟିକେ ଘିଅ ଆପଣ ଆଡ଼୍ କରିପାରିବେ। ଏଥିରେ ହାଲକା ଉଷୁମ ପାଣି ପକାଇକି ମଇଦାଟାକୁ ଚକଟି ନେବା। ବଢ଼ିଆ ଭାବରେ ଚକଟି ନିଅନ୍ତୁ, ଯେମିତି ଟିକେ ଟାଣ କରିକି ଚକଟିବେ, ପୁରା ନରମ କରିବେନି, ଟିକେ ଟାଣ ରହିବ ଅଟାଟା। ଆପଣ ଚାହିଁଲେ ତେଲର ବି ୟୁଜ୍ କରିପାରିବେ, କିନ୍ତୁ ଯଦି ଘିଅ ଦେବେ ନା ଟିକେ ଖାସ୍ତା ହେବ। ଦେଖନ୍ତୁ ବଢ଼ିଆ ଭାବରେ ଚକଟି ନେଲି। ଚକଟିଲା ପରେ ଆକୁ କଭର୍ କରିକି ରଖିଦେବା ପାଖାପାଖି 10 ମିନିଟ୍ ତକ ରେଷ୍ଟ ପାଇଁ। 10 ମିନିଟ୍ ପରେ ଆମେ ତିଆରି କରିବା। ଏଇନା 10 ମିନିଟ୍ ହେଇଗଲାଣି। ଦେଖନ୍ତୁ ଆଉ ଥରେ ଭଲ ଭାବରେ ମୁଁ ଚକଟି ନେଉଛି। ଚକଟିଲା ପରେ ଆକୁ ଡିଭାଇଡ଼ କରିଦେବି 3 ଭାଗରେ। 3 ଭାଗରେ ଡିଭାଇଡ଼ କଲା ପରେ ଗୁଳାକୁ ଚିକଣ କରିକି ଭଲ ଭାବରେ ଗୋଲ କରିନେବା, ଯାହାଫଳରେ ବେଲିବାକୁ ଇଜି ହେବ। ଯେଉଁଥିରେ ବେଲିବା ସେଥିରେ ଆମେ କ'ଣ କରିବା, ଟିକେ ଘିଅ କିମ୍ବା ତେଲ ଲଗାଇଦେବା, ତାହେଲେ ବେଲିବାକୁ ଇଜି ହେବ। ଦେଖନ୍ତୁ ଟିକେ ଲଗାଇ ଦେଇଛି ଏଠି ଘିଅ। ଏଇନା ଟିକେ ମୋଟା କରିକି ବେଲିବା, ପତଳା କରିକି ବେଲିବେନି, ପୁରା ଟିକେ ମୋଟା ରହିବ ଏଟା ବେଲିବେ। ଦେଖନ୍ତୁ ବେଲିଲା ପରେ ମୁଁ ଆକୁ ଏମିତି ଲମ୍ବା ଲମ୍ବାରେ କାଟି ନେଉଛି। ସାଇଡ଼ରୁ ଏମିତି କାଟି ନେଲି, ଯେଉଁଟା ସେପ୍ ଠିକ୍ ଆସିବ। ଏଇନା ଲମ୍ବାରେ ଆପଣ ପସନ୍ଦ ହିସାବରେ ଆପଣ ମୋଟା ରଖିପାରିବେ। ଦେଖନ୍ତୁ ଏତିକି ମୋଟା ଏକଦମ ପରଫେକ୍ଟ ରହିବ, ବେଶୀ ଆଉ ରଖିବେନି। ଚାହିଁଲେ ଆଠୁ ବି ଆପଣ ଟିକେ ପତଳା କରିପାରିବେ। ଦେଖନ୍ତୁ କଲା ପରେ ମଝିରୁ ମୁଁ 3 ଭାଗରେ ଆକୁ ଡିଭାଇଡ଼ କରିନେବି। ଏମିତି କରିକି ମୁଁ 3ଟା ଯେଉଁ ଗୁଳା ରଖିଥିଲି ତାକୁ ଏମିତି ବେଲି ଦେଇକି କାଟି ନେଉଛି। ତାକୁ ଗୋଟେ ଜାଗାରେ କାଢ଼ିକି ରଖିଦେବା। ଦେଖନ୍ତୁ ଏତିକି ମୋଟା ରହିବ ଏଟା। ସେମ୍ ପ୍ରୋସେସ୍ରେ ମୁଁ ସବୁଯାକ ବେଲିକି ମୁଁ କାଟି ନେଲି, ଗୋଟେ ଜାଗାରେ କାଢ଼ିକି ରଖିଦେଲି। ତେଲକୁ ହାଲକା ଉଷୁମ କରିବା, ପୁରା ବେଶୀ ଗରମ କରିଦେବେନି, ହାଲକା ଉଷୁମ କରିକି ଆମେ ଫ୍ରାଏ କରିବା। ଯଦି ସାଙ୍ଗେ ସାଙ୍ଗେ ତେଲଟା ବେଶୀ ଗରମ ଥିବ ନା, ଉପରୁ କଳା ପଡ଼ିଯିବ, ଭିତର କଞ୍ଚା ରହିବ। ହାଲକା ଉଷୁମ ଥିବା ଅବସ୍ଥାରେ ଧୀରେ ଧୀରେ ଲୋ ଫ୍ଲେମ୍ରେ ଆକୁ କରିବା, ଲୋ ମିଡ଼ିୟମ୍ ଫ୍ଲେମ୍ରେ। ଯେମିତି ଧୀରେ ଧୀରେ ହେବ ତ ଭିତରୁ ବି କ୍ରିସ୍ପି ରହିବ, କଞ୍ଚା ରହିବନି। ତେଣୁ ଲୋ ମିଡ଼ିୟମ୍ ଫ୍ଲେମ୍ରେ ଆକୁ ଫ୍ରାଏ କରିବା। ଧୀରେ ଧୀରେ କଲା ପରେ ଦେଖିବେ ଗୋଲ୍ଡେନ୍ ବ୍ରାଉନ୍ ହେଇଯିବ, ତାପରେ ଆମେ ବାହାର କରିନେବା। ଦେଖନ୍ତୁ ହାଲକା ହାଲକା ଗୋଲ୍ଡେନ୍ ବ୍ରାଉନ୍ ହେଇଗଲାଣି, ଆଉ ଟିକେ କଲର୍ ଆସିବ, ତାପରେ ଆମେ ଆକୁ ଗୋଟେ ଜାଗାକୁ କାଢ଼ି ନେବା। ଦେଖନ୍ତୁ ବଢ଼ିଆ ଭାବରେ ଗୋଲ୍ଡେନ୍ ବ୍ରାଉନ୍ ହେଇଯାଇଛି, ଆଉ ବେଶୀ ଫ୍ରାଏ କରିବାନି। ଆକୁ ଗୋଟେ ଜାଗାରେ ମୁଁ କାଢ଼ିକି ରଖିଦେଉଛି। ଆଉ ଯେଉଁ ଗଜାଗୁରା ମୁଁ କରିଥିଲି ତାକୁ ବି ସେମ୍ ପ୍ରୋସେସ୍ରେ ମୁଁ ଫ୍ରାଏ କରିଦେବି। ଦେଖନ୍ତୁ ତାକୁ ବି ପକାଇଦେଲି ଆଉ ଫ୍ରାଏ କରିଦେଲି। ଏଇନା ସିରା କରିବା। ସିରା କରିବା ପାଇଁ ମୁଁ 1 କପ୍ ଆଉ 3/4 କପ୍ ନେଇଛି ଚିନି, 1 କପ୍ରୁ ଟିକେ କମ୍। ସେଥିରେ ପକାଇଦେଲି 1 କପ୍ ପାଣି। ଏଥିରେ ମୁଁ 2 କପ୍ ମଇଦା ନେଇଥିଲି, ତାମାନେ ପାଖାପାଖି 2 କପ୍ ଚିନିରୁ ଟିକେ କମ୍ ଚିନି ମୁଁ ପକାଇଛି ଏଠି। ଏଠି ଟିକେ ଗୁଜୁରାତି ପକାଇଦେବା ଫ୍ଲେଭର୍ ପାଇଁ। ଚିନିଟାକୁ ପାଣିରେ ମେଲ୍ଟ ହେବାକୁ ଛାଡ଼ିଦେବା। ଯେମିତି ଚିନିଟା ବଢ଼ିଆ ଭାବରେ ମେଲ୍ଟ ହେଇଯିବ, ତାପରେ ଫୁଟିବା ଷ୍ଟାର୍ଟ ହେବ। ଆମେ ଗୋଟେ ତାର ବାଲା ସିରା ତିଆରି କରିବା। ହାତରେ ଦେଖିବେ ଆପଣ ଯେତେବେଳେ ଗୋଟେ ତାର କ୍ରିଏଟ୍ ହେବ, ସେଇ ପର୍ଯ୍ୟନ୍ତ ଆମେ ସିରାଟାକୁ ଫୁଟେଇବା, ଆଉ ମଝିରେ ମଝିରେ ଚେକ୍ କରୁଥିବା। ଦେଖନ୍ତୁ ଚିନି ପୁରା ମିଶିଗଲାଣି, ଆଉ ଫୁଟିବା ଷ୍ଟାର୍ଟ ହେଲାଣି। ଏଇନା ମୁଁ ଟିକେ ନେଇକି ଚେକ୍ କରୁଛି ତାର କ୍ରିଏଟ୍ ହେଇଛି କି ନାହିଁ। ଦେଖନ୍ତୁ ବିଲକୁଲ କ୍ରିଏଟ୍ ହେଇନି, ଚିପଚିପ୍ ଲାଗୁଛି। ଆଉ ଟିକେ ସମୟ ସିରାଟାକୁ ଫୁଟେଇବା। ଫୁଟିଲା ପରେ ଆମେ ହାତରେ ନେଇକି ଦେଖିବେ, ଟିକେ ଥଣ୍ଡା କରିକି ନେବେ, ନହେଲେ ହାତ ଫୁଟକା ହେଇଯିବ। ଦେଖନ୍ତୁ ଏଇନା ମୁଁ ଦେଖୁଛି, ଦେଖନ୍ତୁ ଆପଣଙ୍କୁ ପୁରା ତାର କ୍ରିଏଟ୍ ହେଉଛି। এই ପର୍ଯ୍ୟନ୍ତ ସିରାଟାକୁ କରିବାର ଅଛି। ଦେଖିବେ ତାର ଏମିତି କ୍ରିଏଟ୍ ହେଲା ପରେ ଆପଣ କ'ଣ କରିବେ, ପାଖରୁ ଦେଖାଇ ଦେଉଛି, ଦେଖନ୍ତୁ ଏକଦମ ତାର କ୍ରିଏଟ୍ ହେଉଛି। ତାପରେ ଆମେ ପକାଇଦେବା ଯେଉଁ ଗଜାକୁ ଆମେ ଫ୍ରାଏ କରିକି ରଖିଥିଲେ, ତାକୁ ବି ପକାଇ ନେବା। ଗଜାକୁ ପକାଇଲା ପରେ ଗ୍ୟାସ୍ର ଫ୍ଲେମ୍କୁ ପୁରା ଲୋ କରିଦେବା। ଲୋ ଫ୍ଲେମ୍ରେ ଏଇଟା ସିରାରେ ଫୁଟିବ। ମନେ ରଖିବେ, ଲୋ ଫ୍ଲେମ୍ କଲା ପରେ ସିରାରେ ଫୁଟିବାକୁ ଛାଡ଼ିଦେବେ, ଆଉ ମଝିରେ ମଝିରେ ଏମିତି ଘାଣ୍ଟି ଦେଉଥିବେ। ଟିକେ ଟିକେ ଘାଣ୍ଟିଲା ପରେ ଆପଣ ଦେଖିବେ ନା ସିରାଟା ଧୀରେ ଧୀରେ ବହଳିଆ ହେଇଯିବ,
आउ जेमती सुगर कोट हो गजा उपरे से पर्यंत आमे याको कुक करिवार अछि। एना देखंतु फुटिबा को छाड़ी देछि किंतु मझिरे मझिरे टिके टिके घांटी दउथिबा। धीरे धीरे देखिए सिराटा ड्राए हो जीवो, सिराटा मरी जीवो आउ सेटा सुगर सिरपटा आमर कोट हो गजा उपरे। देखंतु धीरे धीरे पूरा गजा उपरे सुगर सिरपटा पूरा कोट हो गला, पूरा परफेक्ट हेची। घांटी दउची देखंतु गैस रो फ्लेम को बंद कर दबा आउ ठंडा हवा पई रखि दबा। ठंडा हला परे मु आपण मानकु सर्व करके देखौची। देखंतु ठंडा हला परे मु आपण मानकु सर्व करके देखौची। केते बढ़िया भाबरे परफेक्ट हेची। करिबा प्रोसेस एकदम इजी, समस्ते करि परिबे। काली पवित्र रथ यात्रा उपलक्षे आपण माने एमती करिके ठाकुरଙ୍କ पाखरे प्रसाद निश्चिंत भाबरे लगांतु। मु भांगी की देखे देबी, भीतर टेक्सचर देखले भी आपण जानि परिबे केते बढ़िया भाबरे परफेक्ट हेची। भिडियोटी केमती लगिला, जदि भिडियोटी भल लगिला प्लीज भिडियोटी को लाइक कर देबे। तेबे पुणी देखा हबो गोटे नुआ भिडियो रे। जय जगन्नाथ।